ଭାଇମାନେ, ଆଜି ମୁଁ ଆପଣଙ୍କୁ ମୋ ଜୀବନର ଗୋଟେ ବଡ଼ ସତ କଥା କହିବି। ଯାହା ମୁଁ ଦେଖିଛି, ଯେତିକି ମୁଁ ଏକ୍ସପିରିଏନ୍ସ କରିଛି, ଫିଲ୍ କରିଛି, ସେଇଟା ହେଲା ମ୍ୟାରେଜ୍, ବାହାଘର। ହଁ ଭାଇ, ସେଇ ବାହାଘର ଯାହା ପାଇଁ ପୁଅମାନେ ଛୋଟବେଳୁ ସ୍ୱପ୍ନ ଦେଖନ୍ତି, ଆଉ ବାହାଘର ପରେ ସେଇ ସ୍ୱପ୍ନ ଡ୍ରେସିଂ ଟେବୁଲ୍ ତଳେ ପଡ଼ି ରହେ, ତାପରେ ଧୂଳି ଜମେ। ବାହାଘର ପୂର୍ବରୁ ପୁଅ ପିଲା ଭାବନ୍ତି, ଆହା ଗୋଟେ ସୁନ୍ଦର ଝିଅ ଆସିବ, ମୋ ମା ପାଇଁ ରୋଷେଇ କରିବ, ମୋ ସେବା କରିବ, ମୁଁ ରାଜା ହେଇ ରହିବି। ରାଜା ତ ନୁହନ୍ତି, କିନ୍ତୁ କୋଉଠିକାର ରାଜା ସେଇଟା ବାହାଘର ପରେ ଜଣାପଡ଼େ। ମୁଁ ତ ମାନେ ଭାବୁଥିଲି ରାଜା ହେବି, କିନ୍ତୁ ମାନେ ବାହାଘର ପରେ ସେଇଟା ଜଣାପଡ଼ିଲା ସେ କୋଉ ଘରର ଗ୍ରାମ ସେବକ। ସବୁ କାମ ପୁଅର, କିନ୍ତୁ ଶୁଣିବ କେବଳ ସେ ପୁଅ। ମାନେ ସେ ପୁଅ ଯେତେବେଳେ ବାହା ହେଲା, ତା ସ୍ତ୍ରୀ ତାକୁ କହିଲା, ଶୁଣ, ଆ, ଆମ ଦିଙ୍କ ଭିତରେ କିଛି ଲୁଚାଛପା ରହିବନି, ସବୁ ସତ କଥା କହିବ। ସେ ପୁଅ କହିଲା, ଏଇଟା ତ ମୁଁ ମୂଳରୁ ଚାହୁଁଥିଲି। ମାତ୍ର ବାହାଘର 3 ମାସ ପରେ ସେ ପୁଅ ଜାଣିଲା, ସେ ସତ କଥା କହିବା ମାନେ ହେଉଛି ସବୁ ସତ ସିଏ କହିବ, କିନ୍ତୁ ସେ ଝିଅ କିଛି କହିବନି। ଆଉ ଯଦି କହିଲ, ତାହେଲେ ତମର ଖେଳ ଖତମ। ଆଉ ସ୍ତ୍ରୀମାନଙ୍କର ଗୋଟେ ଖାସ୍ କଥା ଅଛି, ସେମାନେ ଯାହା କହିବେ ସେଇଟା ହିଁ ଶେଷ କଥା। ଆପଣ ଯେତେ ଲଜିକ୍ ଦେଖାନ୍ତୁ ନା କାହିଁକି, ଯଦି ତାଙ୍କର ମନ ହେଲା ସବୁ, ଯଦି ତାଙ୍କର ମନ ହେଲା, ସେଇଟା ହିଁ ସବୁଠୁ ବଡ଼ ଲଜିକ୍। ମାନେ ତା ମନକୁ ମନ ସେ ଭାବି ସାରିଥିବେ, ଇଏ ମୋତେ ଜମା ଭଲ ପାଉନି। ଆଉ ଯଦି ସେଟା ଭାବିଦେଲେ, ବାସ୍ ସେଇଠି କଥା ସରିଗଲା। ଏବେ ତମେ ପ୍ରମାଣ ଖୋଜି ଚାଲ, ପ୍ରମାଣ କରିଚାଲ ଯେ କେମିତି ତୁମେ ତାଙ୍କୁ ଭଲ ପାଅ। ସତ କହୁଛି, ଏମିତି ଲାଗେ ଯେମିତି ସବୁବେଳେ ଗୋଟେ ପରୀକ୍ଷାରେ ବସିଛ, ଆଉ ଫେଲ୍ ହେଲେ ତୁରନ୍ତ ଦଣ୍ଡ ମିଳିବ। ଟିକେ ଚିୟର କର କୋଉମାନେ ନିଜ ଇଚ୍ଛାରେ ବାହା ହେଇଛ। ଆଉ କେତେ ଜଣ ବାହା ହେଇଯାଇଛ, ବୟସ ହେଲାଣି, ଶୁଣି ଶୁଣି ବାହା ହେଇଛନ୍ତି। ଦେଖନ୍ତୁ, ସବୁଠୁ ମଜା କଥା ହେଲା, ପୁଅମାନେ ଛୋଟବେଳୁ ଭାବନ୍ତି ବାହା ହେବି, ସ୍ୱାଧୀନ ହେବି, କିନ୍ତୁ ବାହାଘର ପରେ ଜଣାପଡ଼େ ସେମାନେ ଏବେ ବି ପରାଧୀନ ଅଛନ୍ତି। ମାନେ ତାଙ୍କ ସ୍ତ୍ରୀ ତାକୁ କହିଲା, ତମେ ଫ୍ରିଡମ୍ ଚାହୁଁଛ, ଠିକ୍ ଅଛି, ଏଇଟା ନିଅ ରୋଷେଇ ଘର ସଫା କର, ସଫା କରିବା ପାଇଁ ଫ୍ରିଡମ୍, ଆଉ ଏଇଟା ନିଅ ଲୁଗା ସଫା କରିବାକୁ ଫ୍ରିଡମ୍। ଭାଇ ସତ କହୁଛି, ବିବାହିତ ଜୀବନ ହେଉଛି ଗୋଟେ ଟର୍ମିନାଲ ଭଳିଆ। ମାନେ ଆପଣଙ୍କୁ ନେଇ ସବୁବେଳେ ଗୋଟେ ଅପଡେଟ୍ ଚାଲିଥିବ, ଆଉ କେବେ ସରିବ ସେଟା ଜଣା ନାହିଁ। ଆଉ ଆପଣଙ୍କୁ ରିଷ୍ଟାର୍ଟ ମାରିବାକୁ ପଡ଼ିବ। ଯଦି ମୁଁ ଭୁଲ କହିଦେଲି, ସରି, ମୋର ଭୁଲ ହେଇଗଲା। ଏଇଟା ହିଁ ବିବାହିତ ପୁରୁଷମାନଙ୍କର ଜାତୀୟ ସଙ୍ଗୀତ। କିନ୍ତୁ ଗୋଟେ କଥା କହିବି, ଏସବୁ ସତ୍ତ୍ୱେ ବିବାହ ବହୁତ ସୁନ୍ଦର। କାରଣ ଏମିତି କିଏ ଜଣେ ଅଛି ଯିଏ ଆପଣଙ୍କୁ ସବୁ ଭୁଲ କଥା ଶୁଣିବ, ଆଉ ତାପରେ ଆପଣଙ୍କୁ ସୁଧାରିବା ପାଇଁ ଜୀବନ ସାରା ଚେଷ୍ଟା କରିବ। ତେଣୁ ସେମାନଙ୍କୁ ଭଲ ପାଆନ୍ତୁ, କାରଣ ସେମାନେ ହିଁ ଆମ ଜୀବନର ଇଏମ୍ଆଇ ଭଳି ପ୍ରତି ମାସରେ ଖର୍ଚ୍ଚ କରନ୍ତି, କିନ୍ତୁ ଜୀବନକୁ ସୁନ୍ଦର କରିଦିଅନ୍ତି। ଆଉ ଶେଷରେ ଗୋଟେ କଥା, ବିବାହ ହେଉଛି ଏମିତି ଗୋଟେ ବନ୍ଧନ ଯୋଉଠି ଜଣେ ବସ୍ ଥାଏ, ଆଉ ଜଣେ ଲସ୍‌ରେ ଥାଏ। ହୁଁ, ହୁଁ। ଆଉ ସବୁ ପୁଅଙ୍କ କ୍ଷେତ୍ରରେ ଲସ୍ ତ ସବୁ ପୁଅଙ୍କ ପାର୍ଟରେ ଅଛି। କାହିଁକି ନା ବିବାହ କରୁଥିବା ଲୋକ ଆଜି ହସିବେ, ଆଉ ଅବିବାହିତ ଲୋକ ଆଜି ଡରିବେ। ବିବାହ ପୂର୍ବରୁ ତମେ ଯାହା କରିବ ସେଇଆ କରିବ, କିନ୍ତୁ ବିବାହ ପରେ କରିବାକୁ ତମକୁ କରିବାକୁ ମୁଁ କହିଥିଲି କି? ମାନେ ବାହାଘର ପୂର୍ବରୁ ଥିବ ଫ୍ରି ଭର୍ଜନ ପ୍ରିମିୟମ୍, କିନ୍ତୁ ବାହାଘର ପରେ ସେଟା ଅଟୋ ରିନ୍ୟୁଆଲ୍ ହେଇଯିବ, ଫିଚର୍ ସବୁ ରିମୁଭ୍ ହେଇଯିବ। ଆଉ ବାହାଘର ପୂର୍ବରୁ ଫୋନରେ ପାସୱାର୍ଡ଼ଟା ପ୍ରାଇଭେସି ପାଇଁ ଥିବ, କିନ୍ତୁ ବାହାଘର ପରେ ପାସୱାର୍ଡ଼ଟା ସେଟା ସ୍ତ୍ରୀର ବାର୍ଥଡେରେ ହେଇଯିବ। ବାହାଘର ପୂର୍ବରୁ ମା ଯାହା ରାନ୍ଧିବେ ସେଇଆ ଖାଇବ, ବାହାଘର ପରେ କାଲି ଏଇ ଡାଲି ନଥିଲା, କାଲି ଆଜି ଏଇଟା ନାହିଁ, ଏତେ ଲୁଣ ମସଲା ଆଣ, ଏ ପିଆଜ ରସୁଣ ସରିଯାଇଛି, ଏମିତି ଚାଲିବ। ଆଉ ବାହାଘର ପୂର୍ବରୁ ଶୋଇବା ପାଇଁ ବେଡ଼୍‌ଟା ନିଜର ଟେରିଟୋରି ଥିବ, ବାହାଘର ପରେ ବେଡ଼୍‌ଟା ହେଇଯିବ ୟୁନାଇଟେଡ୍ ନେସନ୍। କମ୍ବଳ 75% ସେମାନଙ୍କ ପାଖରେ,
25% ନିଜ ପାଖରେ ଥିବ, ଆଉ ଥଣ୍ଡା 100% ଲାଗୁଥିବ। ଆଉ ସବୁଠୁ ଭୟଙ୍କର କ'ଣ ଜାଣିବ? କିଛି ନୁହେଁ, ମାନେ ଏଇ କିଛି ନୁହେଁ 10 ଦିନର ସାଇଲେଣ୍ଟ ଟ୍ରିଟମେଣ୍ଟ। ବାହାଘର ପରେ ସେଟା ଷ୍ଟେଟ୍ ଗଭର୍ଣ୍ଣମେଣ୍ଟ ହେଇଯାଏ। ମା କହେ ବୋଉ ଭୁଲ, ବୋହୂ କହେ ମା ଭୁଲ, ଆଉ ପୁଅ ହେଇଥିବ ନ୍ୟୁଟ୍ରାଲ ସୁଇଜରଲ୍ୟାଣ୍ଡ। କିନ୍ତୁ ବାହାଘର ହେଉଛି ଫାଇଟ୍ ପ୍ଲସ୍ ଲଭ୍ ପ୍ଲସ୍ କମ୍ପ୍ରମାଇଜ୍ ପ୍ଲସ୍ ଫ୍ରି ଲାଇଫ୍ କ୍ୟାନ୍ସେଲେସନ୍। ତଥାପି ଯେଉଁଠି ରାଗ ଅଛି ସେଇଠି ଆପଣ ଅଛି, ନହେଲେ ସିଙ୍ଗଲ୍ ଲାଇଫ୍ରେ ଏତେ କମେଡ଼ି କାହିଁ। ଆଉ ଭିଡ଼ିଓ କେମିତି ଲାଗିଲା ଜଣେଇବ, କାହିଁକି ନା ସବୁ ଫାଇଟ୍ ପରେ ଗୋଟେ ଲାଷ୍ଟ ଲାଇନ୍ ଆସେ ଛାଡ଼। ଏଇ ଛାଡ଼ ମାନେ କେସ୍ କ୍ଲୋଜ୍ଡ। କେସ୍ କ୍ଲୋଜ୍ ନୁହେଁ, ଫାଇଲ୍ ପେଣ୍ଡିଂ। ତ ମ୍ୟାରେଡ୍ ଲାଇଫ୍ ବହୁତ ସାଭେଜ୍, ଲାଉଡ୍, ମେସି କିନ୍ତୁ ନିଜର। ତ କମେଣ୍ଟ କର ନିଜର ବେଷ୍ଟ ପାର୍ଟ, ନିଜର ଏକ୍ସପିରିଏନ୍ସ, ଆଉ ସେୟାର କର ନିଜ ଫ୍ୟାମିଲି ଫ୍ରେଣ୍ଡସ୍ ଗ୍ରୁପ୍ରେ। କେମିତି ଲାଗିଲା ଭିଡ଼ିଓ ଜଣେଇବ। ରହିଲି, ନମସ୍କାର।